भीष्म पितामहଙ୍କ द्वारा କୁହାଯାଇଥିବା ଏହି 10ଟି କଥା ମନେ ରଖନ୍ତୁ। ପ୍ରତ୍ୟେକ କଷ୍ଟ ସମୟରେ ସାହସ ପାଇବେ। ଭୀଷ୍ମ ପିତାମହଙ୍କ ଚିନ୍ତାଧାରା ଏବେ ବି ବହୁତ ଲୋକପ୍ରିୟ ଏବଂ ଜୀବନର ପ୍ରତ୍ୟେକ ମୋଡ଼ରେ ଆପଣଙ୍କୁ ମାର୍ଗଦର୍ଶନ କରେ। ଯଦି ଆପଣ ମଧ୍ୟ ଆପଣଙ୍କ ଜୀବନରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ତାଙ୍କ ଚିନ୍ତାଧାରା ଅନୁସରଣ କରିପାରିବେ। ତାଙ୍କର ପ୍ରେରଣାଦାୟକ ଚିନ୍ତାଧାରା ଆପଣଙ୍କୁ ପ୍ରେରଣା ଦେଇ ଚାଲିବ। ଭୀଷ୍ମ ପିତାମହଙ୍କୁ ମହାଭାରତର ସବୁଠାରୁ ଜ୍ଞାନୀ ଏବଂ ମହାନ ଯୋଦ୍ଧାମାନଙ୍କ ମଧ୍ୟରେ ଗଣନା କରାଯାଏ। ସେ ଜଣେ ବୀର ଯାହାଙ୍କ ଜୀବନ ତ୍ୟାଗ, କର୍ତ୍ତବ୍ୟ ଏବଂ ଧୈର୍ଯ୍ୟର ପ୍ରତୀକ। ସେ କେବଳ ଯୁଦ୍ଧର ରଣନୀତିରେ ଆୟତ୍ତ କରିନଥିଲେ, ବରଂ ଜୀବନର କଠିନ ପ୍ରଶ୍ନର ସରଳ ଉତ୍ତର ମଧ୍ୟ ଦେଇଥିଲେ। ଭୀଷ୍ମ ପିତାମହଙ୍କ ଶିକ୍ଷା ଏବେ ବି ବହୁତ ପ୍ରାସଙ୍ଗିକ ଏବଂ ଜୀବନର ପ୍ରତ୍ୟେକ ଉତ୍ଥାନ ପତନରେ ଲୋକଙ୍କୁ ପ୍ରେରଣା ଦିଏ। ତାଙ୍କ କଥା ପ୍ରତ୍ୟେକ ବ୍ୟକ୍ତିକୁ ଜୀବନର କଷ୍ଟକୁ ଦୂର କରିବା ପାଇଁ ସାହସ ଦିଏ। ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଆପଣଙ୍କ ଜୀବନରେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି କିମ୍ବା ଅନ୍ୟ କୌଣସି ଉପାୟ ଦେଖାଯାଉ ନାହିଁ, ତେବେ ଆପଣ ଭୀଷ୍ମ ପିତାମହଙ୍କ ଦ୍ୱାରା କୁହାଯାଇଥିବା କିଛି କଥା ମନେ ରଖିପାରିବେ। ଏହି କଥାଗୁଡ଼ିକ ଆପଣଙ୍କୁ ସାହସ ଦେବା ସହିତ କଷ୍ଟକର ସମୟରେ ମାର୍ଗଦର୍ଶନ ମଧ୍ୟ ଦେବ, ଯାହା ଆପଣଙ୍କୁ ସାହସ ମଧ୍ୟ ଦେବ। ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତାହେଲେ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। କିନ୍ତୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭିତରୁ କେହି ଯଦି ଆଜି ମୋ ଚ୍ୟାନେଲରେ ନୂଆ ଥାନ୍ତି, ତାହେଲେ ପ୍ଲିଜ୍ ପ୍ରଥମେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଫଳରେ ମୋ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚିଯିବ। ତାହେଲେ ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ପରିସ୍ଥିତିରେ ଜଣେ ବ୍ୟକ୍ତିକୁ ନିଜ ଧର୍ମ ପାଳନ କରିବାକୁ ପଡ଼ିବ। ଭୀଷ୍ମ ପିତାମହ ତାଙ୍କ ଜୀବନରେ ଧର୍ମ ପରିତ୍ୟାଗ କରିନଥିଲେ। ସେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହାକୁ ପାଳନ କରିଥିଲେ। ଏପରି ପରିସ୍ଥିତିରେ ଆପଣଙ୍କର ପରିସ୍ଥିତି ଯାହା ହେଉନା କାହିଁକି, ଧର୍ମର ପଥ ପରିତ୍ୟାଗ କରନ୍ତୁ ନାହିଁ ଏବଂ ଆଗକୁ ବଢ଼ି ଚାଲନ୍ତୁ। ତୁମ କଥା ଉପରେ ନିୟନ୍ତ୍ରଣ ରଖ। ଅର୍ଥ, ଯେକୌଣସି ବ୍ୟକ୍ତି ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ। କାହା ପାଇଁ ଭୁଲ ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ। ମିଠା କଥା କହିଲେ ସମ୍ପର୍କ ମଜବୁତ ହୁଏ। ଆତ୍ମନିୟନ୍ତ୍ରଣ ହେଉଛି ସବୁଠାରୁ ବଡ଼ ଅସ୍ତ୍ର। ଭୀଷ୍ମ ପିତାମହଙ୍କ ସର୍ବୋତ୍ତମ ଶିକ୍ଷା ମଧ୍ୟରୁ ଗୋଟିଏ ହେଉଛି କଷ୍ଟକର ସମୟରେ ଶାନ୍ତ ରହି ଭାବନାକୁ ନିୟନ୍ତ୍ରଣ କରିବା ଏବଂ ନିଷ୍ପତ୍ତି ନେବା। ସମୟ ଶକ୍ତିଶାଳୀ, ଏହା ସବୁକିଛି ବଦଳାଇ ପାରେ। ସମୟ ସବୁଠାରୁ ଶକ୍ତିଶାଳୀ ଏବଂ ସମସ୍ତଙ୍କର ସମୟ ପରିବର୍ତ୍ତନ ହୁଏ। ଭୀଷ୍ମ ପିତାମହ ମଧ୍ୟ ଏହାକୁ ସତ୍ୟ ବୋଲି ବିଶ୍ୱାସ କରୁଥିଲେ। ଯଦି ଆପଣ ମଧ୍ୟ ଜୀବନରେ ନିରାଶ ହେଉଛନ୍ତି, ତେବେ ଆପଣଙ୍କୁ ଭୀଷ୍ମ ପିତାମହଙ୍କ ଦ୍ୱାରା କୁହାଯାଇଥିବା ଏହି କଥା ମନେ ରଖିବା ଉଚିତ। କଷ୍ଟକର ସମୟରେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ। ସାହସ ହରାନ୍ତୁ ନାହିଁ। ଭୀଷ୍ମ ପିତାମହ ତାଙ୍କ ଜୀବନରେ କେବେ ବି ତାଙ୍କ କର୍ତ୍ତବ୍ୟରୁ ବିମୁଖ ହୋଇନଥିଲେ। ଯେକୌଣସି ପରିସ୍ଥିତିରେ ଆପଣ ଆପଣଙ୍କର କାମ କରିଚାଲିବା ଉଚିତ ଏବଂ ଆଗକୁ ବଢ଼ିବା ଉଚିତ। ଜୀବନରେ ସର୍ବଦା ତ୍ୟାଗର ମନୋଭାବ ରଖିବା ଉଚିତ। ଏଥିରେ କୌଣସି ସ୍ୱାର୍ଥପରତା ରହିବା ଉଚିତ ନୁହେଁ। ସେ ତାଙ୍କ ପିତାଙ୍କ ଖୁସି ପାଇଁ ଜୀବନବ୍ୟାପୀ ବ୍ରହ୍ମଚର୍ଯ୍ୟର ବ୍ରତ ନେଇଥିଲେ। ଜ୍ଞାନ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି। ଯାହାର ଜ୍ଞାନ ଅଛି, ସେ ଜଣେ ପ୍ରକୃତ ଯୋଦ୍ଧା। ସମଗ୍ର ମହାଭାରତ କାଳରେ ଭୀଷ୍ମ ପିତାମହ ଅର୍ଜୁନ ଏବଂ ଯୁଧିଷ୍ଠିରଙ୍କୁ ଜୀବନରେ ଗଭୀର କଥାଗୁଡ଼ିକ ଅନେକ ଥର ବୁଝାଇଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଜ୍ଞାନ ଏବଂ ଜ୍ଞାନଠାରୁ ବଡ଼ ଶକ୍ତି ଆଉ କିଛି ନାହିଁ। ଏପରି ପରିସ୍ଥିତିରେ ଯାହାର ଜ୍ଞାନ ଅଛି, ସେ ପ୍ରକୃତ ଯୋଦ୍ଧା। ସଂଘର୍ଷକୁ ଭୟ କର ନାହିଁ। ଭୀଷ୍ମ ପିତାମହଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ସେ କୁହନ୍ତି ଯେ ଜୀବନରେ ଅସୁବିଧା ଆସେ, କିନ୍ତୁ ସେମାନଙ୍କ ସହିତ ଲଢ଼ିବା ହେଉଛି ପ୍ରକୃତ ସାହସ। ଯୁଦ୍ଧକ୍ଷେତ୍ରରୁ କେବେ ବି ପଳାଇବା ଉଚିତ ନୁହେଁ। ଧୈର୍ଯ୍ୟବାନ ରୁହନ୍ତୁ। ଜଣେ ଧୈର୍ଯ୍ୟବାନ ବ୍ୟକ୍ତି ସବୁଠାରୁ ବଡ଼ ପ୍ରତିବନ୍ଧକକୁ ମଧ୍ୟ ପରାସ୍ତ କରିପାରିବେ। ଭୀଷ୍ମ ପିତାମହ କହିଛନ୍ତି ଯେ କଷ୍ଟ
आमको आत्मनिरीक्षण करिवार सुजोग दिए। आशा करुच्ची आपण मानक भिडियोटी भल लगी जदि भल लगी थाए ताले निहाती लाइक कमेंट शेयर सब्सक्राइब करदेवे। मते ताले विदाई दियंतु पुणी देखा हबो नेक्स्ट वीडियो रे। नमस्कार।